ମୋ ନାଁ ଆମ ଘର ଦେମାଳ। ମୋ ନାଁ ଶଶିକଳା ସେଠୀ। ପୋଖରୀ ବିଷୟରେ କଣ କହିବି, ହେଇଥିଲା 2-3 ମାସ ହେଲା ହେଇଥିଲା, ଏବେ ପାଣି ଯୋଗୁ ଭୁଷୁଡି ଯାଇଛି। ଆଉ ସରକାର ଟିକେ ଆଉ ଥରେ କଲେ ଆମେ ଟିକେ ଉପକୃତ ହେବୁ। ଆଉ ଏଠି ମାନେ ତଥାପି 100-150 ଲୋକ ଉପକୃତ ହଉଥିଲେ। ବର୍ତ୍ତମାନ କଣ ଅସୁବିଧା ହଉଛି? ଗାଧୁଆ ପାଧୁଆ କରୁଛନ୍ତି, ସଫାସଫି ଏଇ ସବୁ ଅସୁବିଧା। ବର୍ତ୍ତମାନ କଣ ଚାହୁଁଛନ୍ତି? ନୂଆ ହେଲେ ଟିକେ ଭଲ। ମୋ ନାଁ କଳିଙ୍ଗ କୁମାର ସେନାପତି। ମୋ ଘର ହଉଛି ଦେମାଳ ପଞ୍ଚାୟତରେ। ଭାଇ ଦେଖ, ପୋଖରୀ ତ ଆସିଛି, କାମ ବି ଆସିଛି। ଦେଖ 5,60,000 ଟଙ୍କାର କାମ ଯେ ଆସିଛି ଯୋଉ ଗରିବ ଗୁରୁବା ପାଇଁ ଆସୁଛି। କିନ୍ତୁ ଯୋଉ ଗରିବ ଗୁରୁବା ପାଇଁ କାମ ଆସୁଛି, କାମ ଠିକ ଢଙ୍ଗରେ ହବା ଦରକାର। ଏ ଜାଗାରେ ଦେଖ, ସେପଟେ ଗୋଟେ ବି ତୁଠ ହଉଛି, ଏପଟେ ତୁଠ ହଉଛି, ଗାଧୁଆ ତୁଠ ବି ହଉଛି। ଯୋଉ ଆସି ଆମର ବିଡିଓ ହୁଅନ୍ତୁ କି ଯେଇ ଯିଏ ଆସି କାମ ଏଠି ତଦାରଖ କରି ଦଉଛନ୍ତି, କିନ୍ତୁ ତଦାରଖ ପୁଣି ନିଅନ୍ତୁ କାମ କରିକି। କିନ୍ତୁ ଏଭଳି ଜିନିଷଟା ହଉଛି, ଦେଖ ମାସେ ବି ଯାଇନି ଭୁଷୁଡି ପଳେଇଗଲାଣି। ଯୋଉ ଗରିବ ଗୁରୁବା ପାଇଁ ହେଇଥିଲା, ପୁଣି ସେଇ ପବ୍ଲିକଙ୍କର ଟ୍ୟାକ୍ସରେ ପଇସା ସବୁ ଯାଉଛି। ପୁଣି ସେଇମାନେ ପୁଣି କଣ ହଇରାଣ ହେବେ? ଯୋଉ ଚେଞ୍ଜିଂ ବନେଇ ତ ଦେଖନ୍ତୁ, କିଛି ଦିନ ହବନି, ମାନେ ମାସେ ଭିତରେ ଇଏ ଭୁଷୁଡିକି ଗୋଟେ ବର୍ଷରେ ପଳେଇଗଲାଣି। ମୁଁ ଚାହୁଁଛି କି ପ୍ରଶାସନକୁ ଜଣେଇବାକୁ ଚାହୁଁଛି, ଭାଇ ଯିଏ ଯୋଉଠି ଯାହା କାମ କରୁଛନ୍ତି ବରାବର କାମ କରନ୍ତୁ, ଭଲରେ କରନ୍ତୁ। ଯୋଉ ଗରିବ ଗୁରୁବା ପାଇଁ କରାଯାଉଛି, ସେମାନେ ଉପକୃତ ହବା ଦରକାର। ସେ ଭାଇ ଯୋଉ ସେଇ ଅସୁବିଧାକୁ ସେଇ ଅସୁବିଧା, ତାହେଲେ ସେଗୁଡା କରି ନେଇଗଲେ ବାସ୍ ପଇସା ଲୁଟିକି ଭାଇ ଭାଗ ମାପ କରି ଖାଇଗଲେ, ପିସି ଖାଇଗଲେ, ସେଟା କ୍ଲିୟର ଜଣା ନାହିଁ। କିନ୍ତୁ ଏଇଭଳିଆ ଘଟଣା ହଉଛି, ଏଟାକୁ ତଦାରଖ କରାଯାଉ। ବିଡିଓଙ୍କୁ ତଦାରଖ କରନ୍ତୁ, ଏ କଣ ହେଇଛି କଣ ନାହିଁ ଭାଇ। ପୁରୁଷୋତ୍ତମ ମଳିକ, ମତେ ସମସ୍ତେ ବାନା ଭାଇ ବୋଲି ଡାକନ୍ତି। ମୋ ଘର ହଉଛି ଦେମାଳ। ମୁଁ ଦେମାଳ ହରିଜନ ବସ୍ତିର ୱାର୍ଡ ମେମ୍ବର, 10 ନମ୍ବର ୱାର୍ଡର ୱାର୍ଡ ମେମ୍ବର। କଣ କହିବେ ଯୋଉ ପୋଖରୀ କାମଟା ହଉଛି ଆଜ୍ଞା, ଯେତେବେଳେ ତିଆରି କରାଗଲା, ଆମର ଜେଇ ବାବୁ କଲେ, ସେତେବେଳେ 5,60,000 ଟଙ୍କାର ଏଷ୍ଟିମେଟ କରାଗଲା। ତେଣୁ କାମ ଏମିତି କରିଛନ୍ତି, ଯାହାଦ୍ୱାରା କି ବର୍ଷା ଆସିଲା 2 ବର୍ଷା ହେଲା ପରେ ଭୁଷୁଡ଼ି ଗଲା। ତାକୁ ଟିକେ ପୁନର୍ବାର କେମିତି କଣ ହବ, ଆମେ ଜାଣୁଥିଲୁ। ଯଦି ହେଲା ମାନେ ସେ ବୋଉ ଏଠି ପ୍ରାୟ 200-300 ବୋଉ ଆସୁଣି କାରବାର କରନ୍ତି ସ୍ତ୍ରୀ ଲୋକମାନେ। ସେଠି ଭୁଷୁଡ଼ି ଗଲା, କାରବାର କରି ପାଲଟା ପାଲଟି ଲୁଗା ପିନ୍ଧାପିନ୍ଧି କରିବା ପାଇଁ ସୁବିଧା ହଉଥିଲା। ତେଣୁ ସେମିତି କେଇ ଦିନ ଭିତରେ ସମ୍ପୂର୍ଣ୍ଣ ଭୁଷୁଡ଼ି ଗଲା। ୟାକୁ ପୁନର୍ବାର ନିର୍ମାଣ କରିବା ପାଇଁ ମୋ ତରଫରୁ ମୁଁ ଅନୁରୋଧ କଲି। ଏଠି ପ୍ରାୟ 300-400 ଲୋକ କାରବାର କରନ୍ତି। କେତେ ଦିନ ହେଲାଣି କାମ? ଏ କାମ ମାତ୍ର 3 ମାସ ବି ଖଣ୍ଡେ ହବ। ବର୍ତ୍ତମାନ ଯୋଉ ଭୁଷୁଡ଼ି ଯାଇଛି, ତ କଣ କହିବେ? ସରକାରଙ୍କ ପାଖରେ କଣ ଦାବି ଅଛି? ସରକାରଙ୍କ ପାଖରେ ଦାବି ଅଛି, ଏଟା ଇନକ୍ୱାରି କରାଯାଉ, ପୁନର୍ବାର ଆଉ ଗୋଟେ ନିର୍ମାଣ କରାଯାଉ।